ଅନେକ ଆଶ୍ଚର୍ଯ୍ୟ ହେ ସାଧନା ଅନେକ ଆଶ୍ଚର୍ଯ୍ୟ ଜିନିଷ ସବୁ ହଁ ପୁରୀରେ କଣ ସବୁ ଆଶ୍ଚର୍ଯ୍ୟଜନକ ଜିନିଷ ରହିଛି ସବୁ ଆଶ୍ଚର୍ଯ୍ୟ ଜିନିଷ ବା କଣ ଗୋଟି ଗୋଟି କରି କହିଲେ ସିନା ଜାଣିବ ହଁ ପୁରୀରେ ବହୁତ ଅନେକ ଆଶ୍ଚର୍ଯ୍ୟ ସେଇଠି ଷେଣ୍ଢ ବେଶୀ ଭଦ୍ର କହିଲା ବଡ ଦାଣ୍ଡରେ ବହୁତ ଷେଣ୍ଢ ଆଉ କିଛି ଦେଖିପାରିବୁନି ମୋର ସେଇଟା ବଡ ଆଶ୍ଚର୍ଯ୍ୟ କଣ ରହିଲା ସବୁ ଚାରି ସବୁ ଚାରି ସବୁ ଚାରି ଚାରି ସବୁ ଚାରି କଣ 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 ପୁରୁଣା ଭଜନଟିଏ ଆପଣ ମାନଙ୍କ ନିକଟରେ ମୁଁ ଉପସ୍ଥାପନ କରୁଛି କଣ କଣ କହିଲେ ରାମାୟଣ ଚାରି ଅକ୍ଷର ରାମାୟଣ ଚାରି ଅକ୍ଷର ରାମାୟଣ ଚାରି ଅକ୍ଷର ରାମାୟଣ ଚାରି ଅକ୍ଷର ଭାଗବତ ଚାରି ଅକ୍ଷର ଭାଗବତ ଚାରି ଅକ୍ଷର ରାମାୟଣରେ ଦିଏ ଦଶଦନି ଭାଗବତରେ ଦିଏ ଜଗନ୍ନାଥ ଚାରି ଅକ୍ଷର ଜଗନ୍ନାଥ ଚାରି ଅକ୍ଷର ଜଗନ୍ନାଥ ଚାରି ଅକ୍ଷର ଜଗନ୍ନାଥ ଚାରି ଅକ୍ଷର ମୁଁ କହିଛି ପ୍ରଥମରୁ ଚାରି ଚାରି ଗଣି ମାମା ଆପଣ ମାନେ ହିସାବ ରଖିଦେବେ ଯୋଉଠି ଭଲ ହବ ତ କହିବ ଭୁଲ ହେଲା ପାଲା ବାଲା ଖାଇବା ଦିଅନି ଖାଇବାକୁ ଦିଅନି କିରେ ମୋ ଘରଟା ବେଶୀ ବାଟ ନୁହଁରେ ରାମାୟଣ ଖାଇନ ମା ଜୋର କହୁନ ଭାଗବତ ମାଟି ରଖିଲୁ ଠିକ ତ ଯୋଡ଼ିଟା ଆସିନାହିଁ ଆଉ ଭାଗବତ ଚାରି ତାପରେ ଆସିଲା ରାମାୟଣ ଚାରି ତାପରେ ଆସିବ ଜଗନ୍ନାଥ ମତେ ସବୁତି ଚାଏ ମତେ ଶୁଣୁଛି ଚାଏ ତୁ ବେଶୀ ପିନା ମତେ ଖାଉ ଖାଉ ଧନ ଆଉ ସବୁ ରହିଲା ବଡ ଚାରି ଦେଖିବା ସେଇ ପୁରୀ ମନ୍ଦିର ନିକଟରେ ପୁରୀ ମନ୍ଦିର ନିକଟରେ ଆହୁରି ସବୁ ଚାରି ଜିନିଷ ବାହାରିଲା ଚାରି ଆପଣ ଏଇ ସବୁ ଚାରି କଣ ଆଜି ଚୌକା ବାଡେଇବେ ନା କଣ କଣ ଏଇ ସବୁ ଚୌକା ବାଡେଇବା ଦେଖିବା ହଁ ଦେଖିବା ତାହେଲେ ଆପଣ କହିବା ତାତ୍ପର୍ଯ୍ୟ ଆଜି ପୁରୀରେ ଯେତିକି ଆଶ୍ଚର୍ଯ୍ୟ ସବୁ ଚାରି ଦେଖିବା ସବୁ ଚାରି ସବୁ ଚାରି ସତରେ କହୁଛନ୍ତି ମିଛ କହିହବ ଦେଖିବା ଇଏ କଣ ଅପରା ବାଲା ନାଇଁ ମ ବାବୁରେ ପାସପୋର୍ଟ ମାରି ବନେଇଯିବ ନାଇଁ ମ ପାଲା ବାଲା ଯାଇପାରିବେ ନା ପାଲା ପଇସା ଧରିକିରି ଭୋଗଳେଇ ଦେବେ ବୁଝିଲ ଯାହା କହିବ ସତ କହିବ ସତ ବୁଝିଲ ଯାହା ଜାଣିଛନ୍ତି ସତ କହିବ ହଁ ଠିକ ମିଛ କହିବା ବର୍ତ୍ତମାନ ଯୁଗରେ କାହାକୁ କୋଉ ଜିନିଷଟା ଅଜଣା ନୁହେଁ ନା କିଏ ଠକି ଦେଇ ବଲା ବଲା ଚାଲିଯିବ ସାଙ୍ଗେ ସାଙ୍ଗେ ମାରିଦେବେ କା ମୋବାଇଲ ସବୁ ଧରା ପଡିଯିବ ବଲା ବଲା ଆଉ ଆସିଲା ଚାରି କଣ ମନ୍ଦିର ଅଛି ଅଛି ମନ୍ଦିର ଗଛ ଅଛି ଅଛି ଗଛ ଦ୍ୱାର ଅଛି ଅଛି ଦ୍ୱାର ଦାଣ୍ଡ ଅଛି ଅଛି ଦାଣ୍ଡ ଭୋଗ ଅଛି ଅଛି ଭୋଗ ସବୁ ଅଛି ଅଛି ତା ଭିତରେ ଆହୁରି ମଧ୍ୟ ଆଶ୍ଚର୍ଯ୍ୟ ଅଛି ଅଛି ଆପଣ ଯେତିକି ପର୍ଯ୍ୟନ୍ତ ଯାଉଛନ୍ତି ତାଙ୍କର ମଧ୍ୟ ଗୋଟେ ବେଦି ଅଛି ବେଦି ଅଛି ହଁ ଅଛି ପ୍ରଥମରେ ବାବୁରେ ଭିତରୁ ଆସିବ ବାହାରକୁ ଭିତରୁ ଆସିବ ବାହାରକୁ ମନ୍ଦିର ଭିତରକୁ ଆମେ ଗଲେ ମନ୍ଦିରରେ ଚାରି ମନ୍ଦିର ଭିତରେ ଚାରି କଣ ଦେଖିଲେ ତାପରେ ବାହାରେ ଦେଖିବା ଚାରି କଣ ଠିକ ଠିକ ମା ମନ୍ଦିରଟା ପ୍ରଥମରେ ଆମେ ଦେଖିବା ଦେଖିବା ଚାରୋଟି ଅକ୍ଷର ହଉଥିବ ମନ୍ଦିର ବୋଲି କହୁଛନ୍ତି ତିନୋଟି ଅକ୍ଷର ତିନୋଟି ଅକ୍ଷର ତମ ବେଣା ଖରା ଆସିଲେ ଚାରି ହବ ନା ଆଉ ଶ୍ରୀ ମନ୍ଦିର ହଉଛି ହଉଛି କଲା ହଉଛି ଶ୍ରୀ ମନ୍ଦିର ହଉଛି এইটা পেলি পুলাকি পৌঁছে দেল ଆଉ ତାପରେ ଦେଖିଲ ଶ୍ରୀମନ୍ଦିର ମନ୍ଦିର ଭିତରେ ଗୋଟେ ବେଦି ଅଛି ବେଦି ଅଛି ବେଦି ତ ବେଦି ଆହୁରି କଣ ଚାରି ଅକ୍ଷର ବେଦି ସେ ବେଦିଟା କଣ ଚାରି ଅକ୍ଷର କୋ ରତ୍ନ ବେଦି
ଠିକ ହଉଛି ରତ୍ନ ବେଦୀ ଗଲା ଗଲା ତାପରେ ଆସିଲା ଗୋଟାଏ ବାହାରକୁ ଆସିବା ବାହାରକୁ ଆସିବା ବାହାରକୁ ଆସିଲେ ତାଙ୍କର ଗୋଟାଏ ଗଛ ଅଛି ସେ ଗଛର ନାଁ କଣ? ସେଇଟା ଗଛ ତ ଗଛ ବର ଗଛ ଆଉ କଣ ଆଁ? ଏଇଟା ଗଛ ଗୋଟେ ହେଇଥିବ ବଡ ଗଛ ଗୋଟେ ହେଇଥିବ ଆଉ ଗଛଟେ ଆଉ କଣ ବଡ ଗଛ କହିଦେଲେ ମୁଁ ମାନିଯିବି ଆଉ ଆଁ? ଶାସ୍ତ୍ରରେ ଲେଖା ଅଛି କଣ ସେଇ ଆମ ଭଉଣୀ ପଚାର ଠିକ ନା ଭୁଲ ଆଁ? ହଁ, ପଚାର ତମେ ପାଲା ବାଲା ତମେ କହିବନି ସେ କରିବେ ସିଏ ଆମ ସପୋର୍ଟ ଲୋକ ହଁ 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 ଠିକ ଅଛି ଏଇଟା 4 ଅକ୍ଷର କଳ୍ପ ବଟ ବାବୁରେ ହଁ ହେଲା ତାଙ୍କର ଗୋଟାଏ ବାବୁରେ ଅଛି କଣ ଯେଉଁଠି ଅବଡା ଭୋଗ ତିଆରି ହୁଏ ସେ ଭାବର ନାଁ ହଉଛି କଣ? ସେ ଭୋଗର ନାଁ କଣ ଆଁ? କଣ ଏ ଭୋଗ ତ ଭୋଗ ହଁ ଆମକୁ ତ ପଣ୍ଡା ମାନେ ଗଲେ ଭୋଗ ଦଉଛୁ 60 ପକଉଛୁ 70 ପକଉଛୁ 80 ପକଉଛୁ 100 ପକଉଛୁ ହଁ 150 ପକଉଛୁ 200 ପକଉଛୁ 250 ପକଉଛୁ 300 ପକଉଛୁ ହଁ ନିର୍ମାଲ୍ୟ ସେଇଟା ତିନି ହେଇଯାଉଛି ବୋକାଟା ବାବୁରେ ହେଲେ ମନ୍ଦିର ବାହାରକୁ ଆସିବା ଆସିବା ଠାକୁରଙ୍କର କଣ ଗୋଟାଏ ପାଚେରୀ ଅଛି ପାଚେରୀ ହଁ ମନ୍ଦିର ଚତୁଃପାର୍ଶ୍ୱ ଗୋଟେ ପାଚେରୀ ଅଛି ସେ ପାଚେରୀର ନାଁ କଣ? ସେ ପାଚେରୀ ନା ପାଚେରୀ ପାଚେରୀ ପାଚେରୀଟା ଆଉ କଣ କରିବା କୁଆଲ କାଠ କରିବା ମେଘନାଦ ମାମୁ ସେ ଠିକ 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 ପାଚେରୀର ନାମଟା ମେଘନାଦ ସେଇଟା 4 ହଉ ଠିକ ତାଙ୍କର ଗୋଟାଏ ସମୁଦ୍ର ଅଛି ଏଇଠି ଭୁଲ ହବ ଭୁଲ ହବ। ଏଇଠି ଭୁଲ ହେଇଯିବ ହଁ। ଏଇଠି ଭୁଲ ହେଇଯିବ ତାର ଭୁଲଟା କଣ? କଣ ଭୁଲ ସମୁଦ୍ର 3 ଅକ୍ଷର ନା ସମୁଦ୍ର ଯଦି ମାଇନସ କରିବ ନଦୀ ହଁ। ତାଠୁ ମାଇନସ କରିବ ନାଳ ହଁ। ତାଠୁ ଯଦି ଅଧିକା ଆଉ ଟିକେ ତଳକୁ ଆସିବ ମାହାରା 3 ସେ 3 ରହିବ 4 କି ଯିବନି ନାଇଁ ନା ଯିବନି ନଦୀର ନାଁ ହେଉଛି କଣ ମହୋଦଧି ହେଲା ସମୁଦ୍ର ନାମ ମହୋଦଧି ମହୋଦଧି ଠିକ ତାଙ୍କର ଗୋଟାଏ ମାନ ମଶାଣୀ ଅଛି ସାରେ ମଶାଣୀର ନାଁ କଣ? ମଶାଣୀ ତ ମଶାଣୀ ସେଇଟା ହଉଛି ଶ୍ମଶାନ ସଂସାର ଆଉ ତାକୁ ମଶାଣୀ କହିଲେ ଆଉ ନା ଶ୍ମଶାନ ସେଇ ମା ମଶାଣୀ ଦେଇ ଆମେ ଯାଆନ୍ତି ସମୁଦ୍ରକୁ ଲହଡ଼ି ଭାଙ୍ଗିବା ଲହଡ଼ି ଭାଙ୍ଗିବା ହଁ କଣ ସ୍ୱର୍ଗ ସତ କଥା ରେ ଅଧିକାରୀ ତୁ ତ ବାପା ଦୃଷ୍ଟି ଉନ୍ନୟନ ଅଧିକାରୀ ବୋଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତା ନା ଅଧିକାରୀ ତା ନାଁଟା ହଉଛି ଅଧିକାରୀ ହଁ ମୁଁ ଭାବିଲି ଦୃଷ୍ଟି ଉନ୍ନୟନ ଅଧିକାରୀ ହଁ। ହଉ ଆରେ ଅଧିକାରୀ ଏ ସାର୍ ମୁଁ ଶୁଣାଟି କହୁଛି ମଶାଣୀ ପ୍ରକୃତ ଆମ ଗାଁରେ ଦେଖିଲୁ ସେ ଯୋଉ ମାନେ ସେ ଯୋଉ ଖଟୁଆ ହରମ ସେଇଟା ସ୍ୱର୍ଗଦ୍ୱାରକୁ ନେଇଗଲେ ତାଙ୍କ ଶବଟା ସ୍ୱର୍ଗଦ୍ୱାର ନେଇଗଲେ ହଁ ତୁ ଆଉ ଦେଖିପାରିବୁ କି? ନା ନା ଆଉ ଦେଖିପାରିବୁନି କହିବାକୁ ଭଲ ଲାଗୁନି ନା। ତେଣୁ କରି ଧନରେ ହଁ। ଆଉ ସବୁ ରହିଲା କଣ ଆଉ କଣ ରହିଲା ତାଙ୍କର ଗୋଟାଏ ଦାଣ୍ଡ ଅଛି ଦାଣ୍ଡ ତ ଦାଣ୍ଡ ଆଉ କଣ ତାଙ୍କର ଚାରି ଅକ୍ଷର କଣ ବଡ ଦାଣ୍ଡ ଠିକ ଠିକ ଏଟା ହଉଛି ଆଁ? ଏଇଟା ହଉଛି ହଉଛି ତ ହଉଛି ମନକୁ ଆସୁଛି ହଁ ଏଇଟା ର ହଁ ଆଉ ରହିଲା ସବୁ କଣ ଆଉ କଣ ଇଏ ଠାକୁରଙ୍କର ପଣ୍ଡିତ ଚାରି ଆୟୁଧ କଣ କଣ ଚାରି ଆୟୁଧ କଣ କଣ ଶଙ୍ଖ ଚକ୍ର ଗଦା ପଦ୍ମ ହଁ ସେଇଟା ଆମ ଜେଜେ ବାପା ବି କହିଲେ ଠିକ ତାହେଲେ ଆଉ ସବୁ ରହିଲା କଣ ଆଉ କଣ ପଣ୍ଡିତ ବର୍ଗ ମା ମାନଙ୍କର ବିଚାର କରିବ ଶ୍ରୀକ୍ଷେତ୍ରରେ ଏତିକି ନୁହଁ ଆହୁରି ବାଜ୍ୟ ଜିନିଷ ଅଛି କଣ? ତାହେଲେ ସେଇ ଆଶ୍ଚର୍ଯ୍ୟ ଜିନିଷ ସବୁ ଆସିବ 4 ଚାରି ପଣ୍ଡିତ ବର୍ଗ ବିଚାର କରିବେ ମା 4 ଦ୍ୱାର ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ 4 ପଶୁ 4 ଦ୍ୱାରରେ ଅଛନ୍ତି ଅଛନ୍ତି କଣ କଣ ବାବୁରେ ହାତୀ ଅଶ୍ଵ ପଶୁ ବାଘ ବାଘ
ଆଉ କଣ ଆଉ କଣ ମନେ ଅଛି? ସିଂହ ସିଂହ ହଁ ମୋର ବାଲା ବାଲା ମନେ ନାହିଁ ମୋ ପାଲାଲା ମୁଁ କାଲି କେମିତି କହୁଛି ପାଲା ସବେ ଖାଇବି ମରୁନ ଖାଇ ଖାଲି ଖାଇବି ଖାଇବି ଆজ ଖାଇବା ଆଉ ଟାଇମ୍ ହଁ ହଁ ର ପଣ୍ଡିତ ବର୍ଗ ବିଚାର କରିବେ ଏଇ ସମୟରେ ମା ମାନେ ହଁ ଯେତେବେଳେ ଏ କଥାକୁ ବିଚାର କରି ପରମ ଆମ ଠାକୁରଙ୍କ ଜ୍ଞାନୀ ଜଗତର ନାଥ ଜଗନ୍ନାଥ ଚିନ୍ତା କଲେ କଣ ଚିନ୍ତା କଲେ କହିଲେ ମୁଁ ଟିକେ ଆଜି ପୃଥିବୀ ପୃଷ୍ଠକୁ ଯିବି ଭକ୍ତ ଅବତାର ଧାରଣ କରିବି କରିବି। ଭକ୍ତ ମାନଙ୍କୁ ଦର୍ଶନ ଦେବି ଏ ଚିନ୍ତା କରି ଯେତେବେଳେ ଠାକୁର ଜଗତକୁ ଦର୍ଶନ ଦେବା ପୂର୍ବରୁ ମା 4 ଜଣଙ୍କୁ ପ୍ରଥମର ଦର୍ଶନ ଦେଲେ ହଁ 4 ଜଣଙ୍କୁ ଦର୍ଶନ ଦେଲେ ତାହେଲେ ସେଇ 4 ଜଣ କିଏ ସେ ପ୍ରଥମରେ ବିଦ୍ୟାପତି ବିଦ୍ୟାପତି ତାଙ୍କର 4 ଅକ୍ଷର ନା ଚାରି ଅକ୍ଷର ସବୁ ଚାରି ଅକ୍ଷର। ବିଦ୍ୟାପତି ହଁ 4 ଚାରି ତାପରେ ଆସିଲେ 4 ଅକ୍ଷର କିଏ ସେ ଦ୍ୱିତୀୟରେ ବିଶ୍ୱାବସୁ ଠିକ ଚାରି ହଁ ତାପରେ ଜଣେ ରାଜା ଆସିଲେ କିଏ ତାଙ୍କର ମଧ୍ୟ 4 ଅକ୍ଷର ଇନ୍ଦ୍ରଦୁମ୍ନ ଠିକ ଜଣେ ରାଣୀ ଆସିଲେ ରାଣୀ କିଏ ସେ ରାଣୀ କିଏ ସେଇଟା 3 ଅକ୍ଷର କଣ ସେଇଟା ଗୁଣ୍ଡିଚା ରାଣୀ ଆମେ ଜାଣିଛୁ ଶ୍ରୀ ଗୁଣ୍ଡିଚା ତାପରେ ପେଲି ପେଲିକି ଭର୍ତ୍ତି କରିଦୁ 2 ଅକ୍ଷର ସେଇ ସମୟରେ ପଣ୍ଡିତ ବର୍ଗ ପ୍ରଥମରେ ଯେତେବେଳେ ଆଜ୍ଞା ପ୍ରଭୁ ହେଲା ଜଗତ ବଲ୍ହାଇ ଆସିଛନ୍ତି ସେଇ ସମୟରେ ପ୍ରଥମରେ ପଣ୍ଡିତ ବର୍ଗର ମା ଦର୍ଶନ ଦେଲେ କାହାକୁ ନା ଦର୍ଶନ କଲେ କିଏ ପ୍ରଥମରେ ବିଦ୍ୟାପତି ବିଦ୍ୟାପତି ମା ଯେତେବେଳେ ଠାକୁରଙ୍କୁ ଦେଖିଲେ ଦର୍ଶନ କଲେ ଠାକୁର ମାନେ ଦର୍ଶନ କଲେ ଭକ୍ତକୁ ଭକ୍ତ ଯିଏ ଭଗବାନ ସିଏ କିଏ ଭକ୍ତର ଭଗବାନ ଭଗବାନ କେମିତି ଭକ୍ତ ଯିଏ ଭଗବାନ ସିଏ ଭକ୍ତ କିଏ ଆମର ପରା 4 ଯୁଗ ସତ୍ୟ ତ୍ରେତା ଦ୍ୱାପର କଳି କଳି 4 ଯୁଗରେ ମା 4 ଠାକୁର 4 ଭକ୍ତ 4 ଭକ୍ତ ହଁ 4 ଠାକୁର ସତ୍ୟ ଯୁଗରେ ଠାକୁର ହେଲେ କିଏ କିଏ ସେ କିଏ ନରସିଂହ ନରସିଂହ ଭକ୍ତ ହେଲେ କିଏ ପ୍ରହ୍ଲାଦ ପ୍ରହ୍ଲାଦ ତ୍ରେତୟାରେ ଠାକୁର ହେଲେ କିଏ ଶ୍ରୀରାମ ରାମ ଭକ୍ତ ହେଲେ ହନୁମାନ ଆସିଲା ଆଜ୍ଞା ଦ୍ୱାପର 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 ଯୁଗରେ ଠାକୁର ହେଲେ ଭଗବାନ କୃଷ୍ଣଚନ୍ଦ୍ର କୃଷ୍ଣ ଭକ୍ତ ହେଲେ କିଏ କିଏ ଭକ୍ତ ଭକ୍ତ ହଉଛନ୍ତି 16,000 ଗୋପୀ ବିମାନେ ହଁ ଠିକ ଏ ମା 16,000 ଗୋପୀ ହେଲେ ଭକ୍ତ କାହିଁକି 17,000 ହେଲାନି ସେଇଟା ଠିକ କଥା ମନେ ରଖିବା ଆଜ୍ଞା ସମସ୍ତେ କହନ୍ତି ଦ୍ୱାପର ଯୁଗରେ ଠାକୁର ହଉଛନ୍ତି କୃଷ୍ଣ କୃଷ୍ଣ ତାଙ୍କର ଭକ୍ତ ହଉଛନ୍ତି ଗୋପୀମା ଗୋପୀମାନ କେତେ ଗୋପୀ ଶହ କରିବା 16,000 17,000 ହେଲାନି 18,000 ହେଲାନି 19,000 ହେଲାନି କାହିଁକି 16,000 ହେଲେ ଖେଳିଯିବ ମାଟି କେତେବେଳେ ତୋ ଯୁଗ ଆହା ବା ବର୍ତ୍ତମାନ ଯୁଗଟା ଯେ ପାଲାଟା ହଉଛି ଶିକ୍ଷଣୀୟ ଯୁଗ କିଛି ଶିଖିବା କିଛି ଶିଖେଇବା ମା ମାନେ ହେଲେ ଆଗରେ ଆପଣ ମାନେ ତାଟିପଣେ ରହୁଥିଲେ ଆଉ ବର୍ତ୍ତମାନ ଯୁଗରେ ପଣ୍ଡିତ ବର୍ଗ ନାରୀ ମାନେ ଆଉ ପଛରେ ନାହିଁ ପଛରେ ନାହିଁ ନା ନା ତେଣୁକରି ତାଙ୍କ ନାଁଟା ଦିଆଯାଇଛି ନାରୀ ହଉଛନ୍ତି ଅଗ୍ରଗଣ୍ୟା କାହିଁକି କହିବନି ନାରୀ ମାନେ ତ ସବୁ ଗ୍ରୁପ କଲେ ଅଣ୍ଡରା ମାନଙ୍କୁ ସବୁ ଚୁପ କରିଦେଲେ ମୋର ଭୁଲ ଏଠି ଯାବତୀୟ ଡିଫେକ୍ଟ ୟା ପାଖରେ ଖାଲି ନାରୀ କଥା କହିଦେଲେ ବା ଛିଣ୍ଡି ପଡିବ ପୁଅ କେମିତି ତାଙ୍କ ବିରୁଦ୍ଧରେ ବିପଦ କହିବ